ସବୁବେଳେ ଆପଣ ଶାଗ ଭାଜିକିରି ଖାଇଛନ୍ତି, କେବେ କଞ୍ଚା ଶାଗ ଚଟଣି କରି ଖାଇଛନ୍ତି? ଯଦି ବି ନ ଖାଇଛନ୍ତି, ଆଜି ସେଇଭଳି ରେସିପି ଗୋଟେ ମୋ ଭିଡ଼ିଓରେ ଆପଣମାନେ ପାଉଛନ୍ତି। କଞ୍ଚା ଶାଗ ଚଟଣିର ଯେଉଁ ଟେଷ୍ଟ, ଏଠି ମୁଁ ପିତା ଶାଗ ନେଇଛି, ଆଉ କିଛି ଧନିଆ ପତ୍ର, ଏଠି ମୋର ଗୋଟେ କଞ୍ଚା ଲଙ୍କା ଅଛି, ଆଉ ରସୁଣ, ଏସବୁକୁ ନେଇ ଆମେ ବନେଇବା ପିତା ଶାଗ ଚଟଣି। ପ୍ରଥମେ ଆମର ଧନିଆ ପତ୍ର ଯେ ଡାଙ୍ଗ ଗୁଡ଼ାକ ତାକୁ ମୁଁ ପ୍ରଥମେ ଛେଚି ଦେଉଛି, ତାପରେ ମୁଁ ପିତା ଶାଗ ପକାଇବି। କିଛି ଖାଆନ୍ତୁ କି ନ ଖାଆନ୍ତୁ, କିନ୍ତୁ ମଝିରେ ମଝିରେ ପିତା ଖାଇବା ଆମ ଦେହ ପାଇଁ ଭଲ। ଆଉ ଯେଉଁମାନେ ବି ଶାଗ ନ ଖାଉଥିବେ, ସେମାନଙ୍କୁ ଯଦି ଏମିତି ଚଟଣି କରି ବନେଇକି ଦେବେ, ସେମାନେ ବଢ଼ିଆ ସେ ଖାଇଦେବେ। ଚଟଣିର ଭଜା ଶାଗ ଠାରୁ ଚଟଣିର ଟେଷ୍ଟ କିଛି ଅଲଗା। ନିହାତି ଥରେ ବନେଇକିରି ଖାଇଲେ ଆପଣମାନେ ଜାଣିପାରିବେ, ଭାଜିବାକୁ ବି ଭୁଲିଯିବେ, ଆଉ ସବୁବେଳେ କହିବେ ମୁଁ ଏମିତି କଞ୍ଚା କଞ୍ଚା ଚଟଣି କରି ଖାଇବି। ପିତା ଶାଗକୁ ମୁଁ ଛେଚି ସାରିଲାଣି, ସବୁ ମୋର ସରିଲାଣି। ମୁଁ ତାକୁ ଗୋଟେ ଗିନାରେ ବାହାର କରିଦେଉଛି। ବହୁତ କମ୍ ସମୟ ଭିତରେ ଏଇଟା ବନିଯାଉଛି ଆଉ ବହୁତ ଟେଷ୍ଟ। ଥରେ ବି ଟ୍ରାଏ କରନ୍ତୁ, ଆପଣମାନେ ଜାଣିପାରିବେ, ମୁଁ ସତ କହୁଛି। ମୁଁ ବାହାର କରିଦେଉଛି ଗୋଟେ ଗିନାରେ, ଆଉ ତା ସହିତ ଗୋଟେ ମୁଁ ଟମାଟୋ ପକାଇ ଦେଉଛି। ଟମାଟୋକୁ ପୋଡ଼ିକିରି ନେଲେ ବି ବହୁତ ବଢ଼ିଆ ଲାଗିବ, କିନ୍ତୁ ଏଠି ମୁଁ କଞ୍ଚା ଶାଗ ଯେହେତୁ କଞ୍ଚା ଟମାଟୋ ପକାଉଛି, ତାହାର ଟେଷ୍ଟ ବି କିଛି ଅଲଗା। ଏମିତି ଥରେ ବନେଇକିରି ଖାଆନ୍ତୁ, କିପରି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନିହାତି ଭାବରେ ଆପଣଙ୍କୁ ଭଲ ଲାଗିଥିବ। କଞ୍ଚା ସୋରିଷ ତେଲ ମୁଁ ଏଥିରେ ଦେଇଦେଉଛି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର।